हेलो एवरीवन। जदि आपण विगत समय जिओ पॉलिटिक्स को क्लोजली फॉलो करुवे तेबे गोटे टर्म बार बार शुणा मिलथिबो जोटा कि हूँ द इंडो पैसिफिक। यह सही सामुद्रिक एरिया जोठारे पूरा दुनियार 60% ट्रेड कारबार होता है। सही कारण आज यही पूरा रिजन एक जिओपॉलिटिकल केन्द्रबिंदु साजिश। जितेबाला आम यही इंडो पैसिफिक रिजन रो सुरक्षा विषय कही था से गोटे ना सबुठ ऊपर आसी था एक्सरसाइज मालाबार। मालाबार ହେଉଛି ଏକ ନୌସେନା ଅଭ୍ୟାସ ଯାହା କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ହୋଇଥାଏ, ଯାହାର ମୋଟୋ ଫ୍ରି ଆଣ୍ଡ ଓପେନ୍ ଇଣ୍ଡୋ ପାସିଫିକ୍। ତ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଏକ୍ସରସାଇଜ୍ ମାଲାବାର ବିଷୟରେ। ତେବେ ଚାଲନ୍ତୁ ଆରମ୍ଭ କରିବା। ଦେଖିବାକୁ ଗଲେ ଏକ୍ସରସାଇଜ୍ ମାଲାବାର 1992 ମସିହାରେ ଭାରତ ଏବଂ ୟୁଏସ୍ ମଧ୍ୟରେ ଏକ ବାଇଲାଟେରାଲ ବା ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ ଭାବରେ ଆରମ୍ଭ ହୋଇଥିଲା। କିନ୍ତୁ ଏହାପରେ 1998 ମସିହା ଯେତେବେଳେ ଭାରତ ରାଜସ୍ଥାନର ପୋଖରାନଠାରେ ନ୍ୟୁକ୍ଲିୟର ଟେଷ୍ଟ କରିଥିଲା, ସେତେବେଳେ ଆମେରିକା ଭାରତ ଉପରେ ସାଙ୍କସନ୍ ଲଗାଇବା ସହିତ ମାଲାବାର ନୌସେନା ଅଭ୍ୟାସକୁ ମଧ୍ୟ ସ୍ଥଗିତ କରିଥିଲା। ପୋଷ୍ଟ 9/11 ଯେତେବେଳେ 2001 ମସିହାରେ ଆମେରିକାରେ ଥିବା ୱାର୍ଲଡ ଟ୍ରେଡ୍ ସେଣ୍ଟରରେ ଟେରୋରିଷ୍ଟ ଆକ୍ରମଣ ହୋଇଥିଲା, ସେତେବେଳେ ଆମେରିକାନ ପ୍ରେସିଡେଣ୍ଟ ଜର୍ଜ ବୁଶଙ୍କ ଦ୍ୱାରା ଇଣ୍ଟରନ୍ୟାସନାଲ ଟେରୋରିଜମ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା, ଯେଉଁଥିରେ ଭାରତ ମଧ୍ୟ ଯୋଗ ଦେଇଥିଲା। ଯାହା ପରଠାରୁ ଭାରତ ଆମେରିକା ସମ୍ପର୍କରେ ସୁଧାର ଆସିଥିଲା ଏବଂ 2003 ଠାରୁ ଏକ୍ସରସାଇଜ୍ ମାଲାବାରର ମଧ୍ୟ ପୁନଃ ଆରମ୍ଭ ହୋଇଥିଲା। 2015 ମସିହାରେ ପରମାନେଣ୍ଟ ମେମ୍ବର ଭାବରେ ଜାପାନ ଏଥିରେ ଯୋଗ ଦେଇଥିଲା ଏବଂ ପରେ 2020ରେ ଅଷ୍ଟ୍ରେଲିଆର ପାର୍ଟିସିପେଣ୍ଟ ସହ ଅଫିସିଆଲି ଏହା କ୍ୱାଡ୍ର ନୌସେନା ଅଭ୍ୟାସ ହୋଇଗଲା। ଏଥିରେ ଉଲ୍ଲେଖଯୋଗ୍ୟ ଯେ 2007 ମସିହାରେ ଯେତେବେଳେ ଅଷ୍ଟ୍ରେଲିଆ ଏହି ନୌସେନା ଅଭ୍ୟାସରେ ଜଏନ୍ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା, ସେତେବେଳେ ଚାଇନାର ଡିପ୍ଲୋମାଟିକ୍ ପ୍ରେସର କାରଣରୁ ସେ ପଛକୁ ହଟି ଯାଇଥିଲା। କିନ୍ତୁ 2020ରେ ଗଲୱାନ ଘାଟି ବିବାଦ ଏବଂ ସାଉଥ ଚାଇନା ସାଗରରେ ଚାଇନାର ବଢ଼ୁଥିବା ଦାଦାଗିରିକୁ ଦେଖି ଅଷ୍ଟ୍ରେଲିଆ ଏହି ନୌସେନା ଅଭ୍ୟାସରେ ଯୋଗ ଦେଇଥିଲା। ନାଉ ଦ କ୍ୱେଶ୍ଚନ୍ ଇଜ୍ ହ୍ୱାଇ ମାଲାବାର ଇଜ୍ ସୋ ଇମ୍ପୋର୍ଟାଣ୍ଟ। ଏହାର ଡାଇରେକ୍ଟ ଆନ୍ସର ହେଲା ଚାଇନାର ବିସ୍ତାରବାଦ ନୀତି। ଷ୍ଟ୍ରିଙ୍ଗ ଅଫ୍ ପଲ୍ସ ଷ୍ଟ୍ରାଟେଜି ଅନୁସାରେ ଜିବୁତି, ଶ୍ରୀଲଙ୍କାର ହମନଟୋଟା, ପାକିସ୍ତାନର ଗ୍ୱାଦର ଭଳି ରଣନୈତିକ ଜାଗାରେ ସେ ତା'ର ନିଜସ୍ୱ ନୌସେନା ଘାଟି ନିର୍ମାଣ କରୁଛି। ଏଠାରେ ଚାଇନାର ମନୋପଲିକୁ ରୋକିବା ପାଇଁ ଏହି ମାଲାବାର ନୌସେନା ଅଭ୍ୟାସକୁ କରାଯାଉଛି। ମାଲାବାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ କାର୍ଯ୍ୟଦକ୍ଷତା। ଇଣ୍ଟେରୋପେରାବିଲିଟି ବା ପାରସ୍ପରିକ କାର୍ଯ୍ୟଦକ୍ଷତାର ଅର୍ଥ ଯଦି କେବେ ଏହି ଏରିଆ ମଧ୍ୟରେ କୌଣସି ପ୍ରକାରର କନଫ୍ଲିକ୍ଟ ହୁଏ, ତେବେ ସେହି ସମୟରେ ମାଲାବାର ଏହା ନିଶ୍ଚିତ କରେ ଯେ କ୍ୱାଡ୍ ଦେଶମାନଙ୍କର ମିଳିତ ନୌସେନା ପରସ୍ପରର ସିଗ୍ନାଲ, ଅସ୍ତ୍ରଶସ୍ତ୍ର ଏବଂ କମ୍ୟୁନିକେସନ ବ୍ୟବସ୍ଥାକୁ ଭଲ ଭାବରେ ବୁଝିପାରିବ ଏବଂ ଶତ୍ରୁ ସହ ମୁକାବିଲା କରିପାରିବ। ଏହା ଚାଇନା ପାଇଁ ଏକ ଶକ୍ତିଶାଳୀ ସଂକେତ ଯେ ଯଦି ଚାଇନା ମାଲାକା ଷ୍ଟ୍ରେଟ୍ କିମ୍ବା ସାଉଥ ଚାଇନା ସାଗରକୁ ଅବରୋଧ କରିବାକୁ ଚେଷ୍ଟା କରେ, ତେବେ କ୍ୱାଡ୍ର ମିଳିତ ଶକ୍ତି ତାକୁ ନ୍ୟୁଟ୍ରାଲାଇଜ୍ କରିପାରିବ।